ଆଜିର ଆଲୋଚନା ଆମେ ଆରମ୍ଭ କରିବା ମହାତ୍ମା ଗାନ୍ଧୀଙ୍କର ଏହି ଗୋଟିଏ କଥାରୁ ଯାହା ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରେ, କାରଣ ସ୍ୱଶାସନର ମୂଳଦୁଆ ତ ଏଠୁ ହିଁ ଆରମ୍ଭ ହୁଏ। ଆଜି ଆମେ କଥା ହେବା ଦୁନିଆର ସବୁଠୁ ବଡ଼ ଗଣତାନ୍ତ୍ରିକ ପରୀକ୍ଷଣ ବିଷୟରେ। ଏକ ଏପରି ପରୀକ୍ଷଣ ଯାହା ଭାରତର ଗାଁ ଗହଳିରେ ଆମ ଦ୍ୱାର ମୁହଁରେ ହିଁ ଚାଲିଛି, ଆଉ ତାହା ହେଉଛି ପଞ୍ଚାୟତି ରାଜ ବ୍ୟବସ୍ଥା। ତେବେ ଆଜିର ଏହି ଯାତ୍ରାରେ ଆମେ କ'ଣ ସବୁ ଦେଖିବା? ଆମେ ଆରମ୍ଭ କରିବା ଗୋଟିଏ ସ୍ୱପ୍ନରୁ, ତାପରେ ଦେଖିବା କେମିତି ଗୋଟେ ଆଇନ ସେହି ସ୍ୱପ୍ନକୁ ସତ କଲା, ଏହାର ଭଲ ମନ୍ଦ ପ୍ରଭାବକୁ ବୁଝିବା, ଆଉ ଶେଷରେ ଦେଖିବା ଏହାର ଭବିଷ୍ୟତ କ'ଣ। ତେବେ ପ୍ରଶ୍ନ ଉଠୁଛି, ଏତେ ବଡ଼ ବ୍ୟବସ୍ଥାର ଚେର କେଉଁଠି? ଏହାର ଆରମ୍ଭ କେମିତି ହେଲା? ଏହାକୁ ବୁଝିବାକୁ ହେଲେ ଆମକୁ ଟିକେ ଇତିହାସ ଭିତରକୁ ଯିବାକୁ ପଡ଼ିବ। ଏ ସବୁର ମୂଳରେ ଥିଲା ଗାନ୍ଧିଜୀଙ୍କର ଗୋଟେ ବହୁତ ବଡ଼ ସ୍ୱପ୍ନ, ଗ୍ରାମ ସ୍ୱରାଜ। ଏହାର ମାନେ କ'ଣ? ସରଳ ଭାଷାରେ କହିଲେ, ଏମିତି ଏକ ଗାଁର କଳ୍ପନା ଯିଏ ନିଜର ଦରକାରୀ ଜିନିଷ ପାଇଁ ନିଜେ ହିଁ ଦାୟୀ ରହିବ। ଏହି ଗୋଟିଏ ଚିନ୍ତାଧାରା ହିଁ ପୁରା ପଞ୍ଚାୟତି ରାଜ ଆନ୍ଦୋଳନକୁ ବାଟ ଦେଖାଇଥିଲା। କିନ୍ତୁ କୌଣସି ବି ସ୍ୱପ୍ନକୁ ସତ କରିବା ପାଇଁ ଜଣେ କାରିଗର ଦରକାର, ଆଉ ଏଠି ସେହି କାରିଗର ଥିଲେ ବଳବନ୍ତରାୟ ମେହେଟା। ସେ ହିଁ ଗାନ୍ଧିଜୀଙ୍କ ସ୍ୱପ୍ନକୁ କାଗଜ କଲମରେ ଏକ ରୂପ ଦେଲେ, ଗୋଟେ ପ୍ରକୃତ ବ୍ଲୁପ୍ରିଣ୍ଟ ତିଆରି କଲେ। କିନ୍ତୁ କାଗଜରେ ତିଆରି ଏକ ବ୍ଲୁପ୍ରିଣ୍ଟକୁ ଦେଶର ଆଇନରେ ପରିଣତ କରିବା କ'ଣ ଏତେ ସହଜ ଥିଲା? ବିଲକୁଲ ନୁହେଁ। ଏଥିପାଇଁ ଏକ ପ୍ରକାରର ବିପ୍ଳବ ଦରକାର ଥିଲା। ଚଲନ୍ତୁ ଏବେ ସେହି ବିପ୍ଳବ ବିଷୟରେ ଜାଣିବା। ଆଉ ସେହି ବିପ୍ଳବ ଆସିଲା 1992 ମସିହାରେ, 73ତମ ସମ୍ବିଧାନ ସଂଶୋଧନ। ଏହି ବର୍ଷଟିକୁ ମନେ ରଖିବା ବହୁତ ଜରୁରୀ, କାରଣ ଏହି ଦିନ ହିଁ ଭାରତର ଗାଁ ଗହଳିର ଭାଗ୍ୟ ବଦଳିବାର ମୂଳଦୁଆ ପଡ଼ିଥିଲା। ଆଉ 1993 ଏପ୍ରିଲ 24 ତାରିଖରୁ ଏହା ଲାଗୁ ହେଲା। ତେବେ ଏହି ଆଇନରେ କ'ଣ ଥିଲା? ଏଥିରେ ଗୋଟେ 3-ସ୍ତରୀୟ ବ୍ୟବସ୍ଥା କରାଗଲା। ସବୁଠାରୁ ତଳେ ସିଧା ଲୋକଙ୍କ ସହ ଜଡ଼ିତ ଗ୍ରାମ ପଞ୍ଚାୟତ, ତା ଉପରକୁ ବ୍ଲକ ସ୍ତରରେ ପଞ୍ଚାୟତ ସମିତି, ଆଉ ସଭା ଉପରେ ଜିଲ୍ଲା ପାଇଁ ଜିଲ୍ଲା ପରିଷଦ। ହେଲେ ଖାଲି ସଂସ୍ଥା ତିଆରି କରିଦେଲେ ତ ହବନି, ସେଗୁଡ଼ିକୁ ଚଲେଇବାକୁ ଶକ୍ତି ଦରକାର। ସେଥିପାଇଁ ଆଇନରେ କିଛି ଜରୁରୀ କଥା ଯୋଡ଼ାଗଲା, ଯେମିତିକି ପ୍ରତି 5 ବର୍ଷରେ ନିର୍ବାଚନ ହେବ, କାମ କରିବା ପାଇଁ କ୍ଷମତା ଦିଆଯିବ, ଆଉ କାମ ପାଇଁ ଟଙ୍କା ବି ମିଳିବ। ଆଉ ଏହି ସଂଶୋଧନର ସବୁଠୁ ବଡ଼, ମୁଁ କହିବେ ସବୁଠୁ କ୍ରାନ୍ତିକାରୀ ପଦକ୍ଷେପ ଥିଲା ମହିଳାଙ୍କ ପାଇଁ ସଂରକ୍ଷଣ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଏହି ଗୋଟିଏ ନିଷ୍ପତ୍ତି ଲକ୍ଷ ଲକ୍ଷ ମହିଳାଙ୍କୁ ଘରୁ ବାହାରି ରାଜନୀତିକୁ ଆସିବାର ସୁଯୋଗ ଦେଲା। ସ୍ଥାନୀୟ ରାଜନୀତିର ଚେହେରା ହିଁ ବଦଳିଗଲା। ଠିକ୍ ଅଛି, ଆଇନ ତ ବହୁତ ବଢ଼ିଆ ଥିଲା, କିନ୍ତୁ ପ୍ରକୃତିରେ ଜମି ଉପରେ କ'ଣ ହେଲା? ବାସ୍ତବରେ କ'ଣ ବଦଳିଲା? ଚାଲନ୍ତୁ ଏବେ ଏହି ବଡ଼ ପରୀକ୍ଷଣର ଫଳାଫଳ ଦେଖିବା। କ'ଣ ଭଲ ହେଲା ଆଉ କେଉଁଠି ସମସ୍ୟା ରହିଗଲା? ତେବେ ଚାଲନ୍ତୁ ସିଧା ସିଧା ଦେଖିବା ଏହି ବ୍ୟବସ୍ଥାର ଦୁଇଟି ପଟକୁ, ଏହାର ସଫଳତା ଆଉ ଏହାର ସମସ୍ୟାକୁ। ଦେଖନ୍ତୁ, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ଗୋଟିଏ ପଟେ କେତେ ଭଲ କଥା, ମହିଳାମାନେ ଆସିବା ପରେ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଷୟକୁ ଗୁରୁତ୍ୱ ମିଳିଲା, ଏପରିକି ଦୁର୍ନୀତି ବି କମିଲା। କିନ୍ତୁ ଅନ୍ୟପଟେ କ'ଣ ହେଲା? ସେହି ପୁରୁଣା ପିତୃସତ୍ତାତ୍ମକ ମାନସିକତା ଏବଂ ପ୍ରକୃତ କ୍ଷମତାର ଅଭାବ ଭଳି ବଡ଼ ବଡ଼ ଆହ୍ୱାନ ସାମ୍ନାକୁ ଆସିଲା। ଏହି ସମସ୍ୟାଗୁଡ଼ିକ ଭିତରୁ ଗୋଟେ ବହୁତ ଚର୍ଚ୍ଚିତ ଶବ୍ଦ ହେଉଛି ସରପଞ୍ଚ ପତି ସିଣ୍ଡ୍ରୋମ୍। ଏହାର ମାନେ କ'ଣ? ସରଳ ଭାଷାରେ କହିଲେ, ନିର୍ବାଚନ ଜିତିବେ ମହିଳା, କିନ୍ତୁ ଶାସନ କରିବ ତାଙ୍କ ସ୍ୱାମୀ ବା ଘରର କୌଣସି ପୁରୁଷ ଲୋକ। ଏହା ମହିଳା ସଶକ୍ତିକରଣର ମୂଳ ଲକ୍ଷ୍ୟକୁ ହିଁ ଦୁର୍ବଳ କରିଦିଏ। ଆଉ ଗୋଟେ ବଡ଼ ସମସ୍ୟା ହେଉଛି ଏଇଟା। ଏଇ ଚାର୍ଟକୁ ଟିକେ ଦେଖନ୍ତୁ। ସମ୍ବିଧାନ କହିଲା 29ଟା କାମ ପଞ୍ଚାୟତକୁ ଦିଅ। ଗୋଆରେ ରାଜ୍ୟ ସରକାର ଦେଲେ 26ଟା। କିନ୍ତୁ ଗାଁ ପାଖରେ ପହଞ୍ଚିଲା ବେଳକୁ ମାତ୍ର 11ଟା କାମର ପୁରା କ୍ଷମତା ପହଞ୍ଚିଲା। ତେବେ ବାକି କ୍ଷମତା ଗଲା କୁଆଡ଼େ? ଏଇଠି ହିଁ ଅସଲ ସମସ୍ୟା ରୁଚି ରହିଛି। ତେବେ ଏତେ ସବୁ ସମସ୍ୟାର ସମାଧାନ କ'ଣ? ଆଜିକାଲିର ଦୁନିଆରେ ଉତ୍ତରଟା ସ୍ପଷ୍ଟ, ଟେକ୍ନୋଲୋଜି। ଚାଲନ୍ତୁ ଆମର ଶେଷ ଭାଗକୁ ଯିବା, ଆଉ ଦେଖିବା କେମିତି ଡିଜିଟାଲ ଦୁନିଆ ଏହି ପୁରୁଣା ସମସ୍ୟାଗୁଡ଼ିକର ସମାଧାନ କରିପାରିବ। କିନ୍ତୁ ଭାବନ୍ତୁ ତ, ପୁରା ଭାରତରେ 2.5 ଲକ୍ଷରୁ ଅଧିକ ପଞ୍ଚାୟତ। ଏତେ ସବୁ ଜାଗାରେ ଏକା ସାଙ୍ଗରେ ସ୍ୱଚ୍ଛତା ଆଣିବା କ'ଣ ସମ୍ଭବ? ଏହା ଏକ ବିରାଟ ପ୍ରଶ୍ନ, ଆଉ ଏହାର ସମାଧାନ ବି ସେତିକି ବଡ଼ ହେବା ଦରକାର। ଆଉ ଏହି ବିରାଟ ପ୍ରଶ୍ନର ଗୋଟିଏ ଉତ୍ତର ହେଉଛି ଇ-ଗ୍ରାମ ସ୍ୱରାଜ। ଏହା ହେଉଛି ସରକାରଙ୍କର ଏକ ଡିଜିଟାଲ ପଦକ୍ଷେପ। ଏହାର ଲକ୍ଷ୍ୟ ହେଉଛି ପଞ୍ଚାୟତର ପ୍ରତିଟି ହିସାବକୁ ସିଧା ଲୋକଙ୍କ ମୋବାଇଲ ସ୍କ୍ରିନରେ ପହଞ୍ଚାଇବା, ଯାହାଦ୍ୱାରା ସ୍ୱଚ୍ଛତା ବଢ଼ିବ। ଏହି ପୋର୍ଟାଲରେ କ'ଣ ସବୁ ଅଛି? ପଞ୍ଚାୟତରେ କିଏ ମେମ୍ବର, କେଉଁ କାମ ପାଇଁ କେତେ ଟଙ୍କା ଆସିଲା, କେଉଁଠି ଖର୍ଚ୍ଚ ହେଲା, ସବୁକିଛି। ଆଉ ସବୁଠାରୁ ବଡ଼ କଥା ହେଉଛି, ଏସବୁ ଦେଖିବା ପାଇଁ କୌଣସି ଲଗ୍ଇନ୍ ଦରକାର ନାହିଁ। ଯିଏ ଚାହିଁବ ଦେଖିପାରିବ। ତେବେ ଶେଷରେ ଆସନ୍ତୁ କିଛି ସଂଖ୍ୟା ଉପରେ ନଜର ପକାଇବା, ଯାହା ଏହି ପୁରା ବ୍ୟବସ୍ଥାର ବିଶାଳତାକୁ ଦର୍ଶାଉଛି। ଭାରତରେ 2.5 ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଅଛି।
ଆଉ ଏହି ପଞ୍ଚାୟତଗୁଡ଼ିକରେ କାମ କରୁଛନ୍ତି 30 ଲକ୍ଷରୁ ଅଧିକ ନିର୍ବାଚିତ ପ୍ରତିନିଧି। ଏହା ବିଶ୍ୱର ସବୁଠାରୁ ବଡ଼ ସିଧାସଳଖ ନିର୍ବାଚିତ ସଂସ୍ଥା। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ମଧ୍ୟରୁ ପ୍ରାୟ 14 ଲକ୍ଷ ହେଉଛନ୍ତି ମହିଳା। ଏହି ସଂଖ୍ୟା ନିଜେ ହିଁ ଏକ କାହାଣୀ, ଏକ ବଡ଼ ସଫଳତାର କାହାଣୀ। ତେବେ 30 ବର୍ଷ ପରେ ଆମେ କେଉଁଠି ପହଞ୍ଚିଛୁ? ଗୋଟିଏ ପଟେ ଅଭୂତପୂର୍ବ ସଶକ୍ତିକରଣ, ଅନ୍ୟପଟେ ଏବେ ବି ଅନେକ ଆହ୍ୱାନ। ତେଣୁ ପ୍ରଶ୍ନ ଉଠୁଛି, ଗାନ୍ଧିଜୀଙ୍କର ସେହି ଗ୍ରାମ ସ୍ୱରାଜର ସ୍ୱପ୍ନ ପୂରଣ କରିବା ପାଇଁ ଏହା ହିଁ ଠିକ୍ ରାସ୍ତା, ନା ଏହି ବିପ୍ଳବ ଏବେ ବି ଅଧା ରହିଛି? ଏହି ବିଷୟରେ ଭାବିବା ନିହାତି ଜରୁରୀ।